ଜଗତ ଜୟଗୁରୁ। ଜୟ ଆପଣ ଆରମ୍ଭ କରନ୍ତୁ। ହଁ, ସମସ୍ତଙ୍କୁ ଜୟଗୁରୁ। ପରମ ଦୟାଲ ପରମ ପ୍ରେମଙ୍କର ଶ୍ରୀମୁଖ ନିଃସୃତ ଗ୍ରନ୍ଥ କୃତି ବିଧାନ ତାର କର୍ମ ଅଧ୍ୟାୟର 87 ନମ୍ବର ବାଣୀ। ପ୍ରଥମେ ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି। ତାଙ୍କର ଶ୍ରୀମୁଖ ନିଃସୃତ ବାଣୀର ଯୋଉ ବୁଝେଇବା ପାଇଁ ଯୋଉ ଧୃଷ୍ଟତା ତା କରୁଛି। ଯଦି କିଛି ଭୁଲ ଥାଏ ତାହେଲେ ମତେ ଜଣେଇବେ। ବାଣୀଟି ହେଲେ ଏଇଆ, ତୁମେ ଯେଭଳି ଜୀବନ ଚାହଁ ତାକୁ ବ୍ୟାହତ କରେ ଯା କିଛି, ତାକୁ ଏଡେଇ ଚାଲିବାକୁ ହେବ। ତା ଆଚାରେ, ବ୍ୟବହାରେ, ବାକ୍ୟେ, ଅସନେ, ବସନେ, ବାନ୍ଧବ ସମ୍ବନ୍ଧତାରେ, ସବୁ ରକମରେ। ନଚେତ୍ ତୁମର ଚାହିଦାନୁଯାୟୀ ଜୀବନରେ ଜୀବନ୍ତ ହୋଇ ଚାଲିବା ଅଳିକ ସ୍ୱପ୍ନରେ ହିଁ ପର୍ଯ୍ୟବସିତ ହବ। ତେଣୁ ଯେଭଳି ଚାହଁ ସେଭଳି କର, ଆଉ ଅନ୍ତରାୟ ଗୁଡ଼ିକୁ ନିରାକୃତ କରିଚାଲ, ପାଇବ। ଏଇ ଯୋଉ ବାଣୀଟିର ଗୋଟେ ମୋଟାମୋଟି ଅର୍ଥ ହଉଛି ଏଇଆ ଯେ ତୁମେ ପ୍ରତି ମଣିଷ ଚାହେଁ କଣ ନା ବଞ୍ଚିବ ଆଉ ବଢିବ। ତ ସେ ବଞ୍ଚିବା ବଢିବା ପାଇଁ ଯେମିତି ଜଣେ ଜୀବନ ଚାହିଁବ, ଯେମିତି ଭଲ ଜୀବନ ଚାହିଁବ, ତା ପାଇଁ କଣ କରିବାକୁ ପଡିବ? ତା ପାଇଁ ସେଇ କାମ କରଣୀୟ କରିବାକୁ ପଡିବ ଏବଂ ତାହା ଯାହା ଦ୍ଵାରା ବ୍ୟାହତ ହୁଏ ବା ନଷ୍ଟ ହୁଏ ବା ଯୋଉଟା ବାଧାପ୍ରାପ୍ତ ହୁଏ, ଏ ଯୋଉ ଜୀବନ ବଞ୍ଚିବା ପାଇଁ ଯାହାଟା ବାଧାପ୍ରାପ୍ତ ହୁଏ ତାକୁ ଏଡେଇକିରି ଚାଲିବାକୁ ପଡିବ। ତା କେମିତି? ଖାଲି ଏମିତି ହେଲେ ହବନି, ଖାଲି ମନରେ ହେଲେ ହବନି, ତାକୁ ପୁରା ଆଚାର ବ୍ୟବହାର ବାକ୍ୟ ସବୁ କିଛି ତାକୁ ମାନେ ବନ୍ଧୁ ବାନ୍ଧବ ସହିତ ସବୁ କିଛିରେ ସମ୍ବନ୍ଧତାରେ ସବୁ ପ୍ରକାର ତାକୁ ମାନେ ଯେମିତି ତାକୁ ସମ୍ପୂର୍ଣ୍ଣ ରୂପେ ଏଡେଇ ଚାଲିବାକୁ ପଡିବ। ନଚେତ୍ କଣ ହବ? ଟିକିଏ ଯଦି ତାର କିଛି ଇତିହାସ ଆସେ ତାର ସେ ସଙ୍ଗେ ସଙ୍ଗେ ପୁଣି ସେ ପ୍ରବୃତ୍ତିକୁ ସେ କଣ କରିବ ଟାଣି ନେଇ ପଳେଇବ। ନହେଲେ କଣ ହବ? ସେଇ ଯୋଉ ଚାହିଦା ଅନୁଯାୟୀ ମାନେ ମୁଁ ଚାହୁଁଛି ଯେମିତି ଭଲରେ ରହିବି, ଭଲ ଇଏ କରିବି ଏବଂ ଇଷ୍ଟ ସାଧନା କରିବି, ସେ ଇଷ୍ଟଙ୍କ ପଥରେ ଚାଲିବି, କିନ୍ତୁ ଦେଖିଲା ବେଳକୁ ସାଡେ ମନ ମୋର ଅନ୍ୟ ଜାଗାରେ ଅଛି, ପ୍ରଭୃତି ପାଖରେ ଅଛି। ତେଣୁ ସେଇଭଳି ଯଦି ମୁଁ ଯଦି ପ୍ରବୃତ୍ତିକୁ ସେଇଭଳି ଭାବରେ ମୋର ଇଷ୍ଟଙ୍କ ପାଇଁ ବଶ ନ କରିପାରେ, ପରିବେଶକୁ ଯଦି ମୋ ଇଷ୍ଟଙ୍କ ପାଇଁ ଠିକ ଭାବରେ ମୁଁ ତାକୁ ସେ ଭାବରେ ନିଜକୁ ଆୟତ ନ କରିପାରେ, ତାହେଲେ କଣ ହବ? ମୋର ଜୀବନଟା ନଷ୍ଟ ହେଇଯିବ। ଯାହାକୁ କହନ୍ତି ଆରେ ସେ ଖାଲି ମୋର ଗୋଟେ କଣ ହବ ନା ଗୋଟେ ଦିବା ସ୍ୱପ୍ନ ହେଇ ପହଞ୍ଚିଯିବ ମୋ ପାଖରେ। ମୁଁ ଏମିତି ଖାଲି ମୁଁ କଣ କରିବି, ଏୟା କରିବି, ସେୟା କରିବି, ହାତନା କରିବି, ଏହା କରିବି, ନାମଦାନ କରିବି, କିନ୍ତୁ ଖାଲି କରିବି, ଖାଲି କଥାରେ ରହିଯିବ, କାମ କିଛି ହିଁ ହବ ନାହିଁ। ତାର କଣ ହବ? ସେଇଭଳି ଭାବରେ ଆମକୁ କାମ କରିବାକୁ ପଡିବ ଯେଉଁଭଳି ଭାବରେ ମୁଁ ଜୀବନଟା ଚାହୁଁଛି। ଏଇ ହେଲା କଥା। ତେଣୁ ସେଇ ଯୋଉ ଚାହିବା ପଥରେ ଯାହା କିଛି ବିରୋଧ ଆସିବ, ଚାହିବା ପଛରେ ଯାହା କିଛି ବାଧା ଆସିବ, ତାକୁ କେମିତି ନିରାକରଣ କରିହବ ଏବଂ ତାକୁ ସର୍ବ ପ୍ରକାରରେ ତାଠାରୁ ଯୋଉ ସମ୍ବନ୍ଧ ତୁଟେଇକି ଯାହାକୁ କହନ୍ତି ସେଇଭଳି ଭାବରେ ମତେ ମୋର ଗନ୍ତବ୍ୟ ପଥରେ ଚାଲିବାକୁ ପଡିବ ହିଁ ପଡିବ। ତାହେଲେ ଠିକ ଭାବରେ ମୁଁ ସେ ଗନ୍ତବ୍ୟ ପଥରେ ପହଞ୍ଚି ପାରିବି। ଏଇଟା ହଉଛି ପାଣିର ଗୋଟେ ମୋଟାମୋଟି ଅର୍ଥ। ଏଟା ଦେଖିବା ଯେ ସତ୍ସଙ୍ଗ ଜଗତରେ କେମିତି ଭାବରେ ଏଟା ହଉଛି। କଥା ହଉଛି ଶ୍ରୀ ଶ୍ରୀ ଠାକୁରଙ୍କର ସମୟର କଥା। ଶ୍ରୀ ଠାକୁରଙ୍କର ଏଇ କଥାଟା ସମସ୍ତେ ପ୍ରାୟ ଜାଣିଥିବେ ଯେ ସେ ଠାକୁର ଛୋଟବେଳେ ଭାରି ରସଗୋଲାକୁ ଭଲ ପାଉଥିଲେ। ରସଗୋଲା ତାଙ୍କ ପାଇଁ ଯାହାକୁ କହନ୍ତି ସବୁଦିନ ଯେମିତି ଯାହାକୁ ମାନେ କହନ୍ତି ଯଦି ନ ଖାଇବେ ତାଙ୍କର ଯେମିତି ଜୀବନଟା ଲାଗେ ଯେମିତି ପୁରା ଆଜିକେ ଶୂନ୍ୟ ଶୂନ୍ୟ ହେଇଯିବ, ଏମିତି କଥା। ଏମିତି ଖାଉ 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 ବାକି ବହୁତ ହେଇଗଲା। ବାକି କରି ଖାଇଦିଅନ୍ତି, ପରେ ଦବ ତ ଆଉ। ଦିନେ କଣ ହେଲା, ସେ ଯୋଉ ମିଠା ଦୋକାନୀ ଡାକିକିରି ଶୋଧିଲା, ପଇସା ଯଦି ନ ଦଉ ଆଉ ତ ଏଠି ଯୋଉ ବନ୍ଦ, ଖାଇବା ବନ୍ଦ। ଭାରି ଖରାପ ଲାଗିଲା ନା, କାଲିଠୁ ଆଉ ଏଠୁ ମିଠା ଖାଇବି ନାହିଁ। ଦେଖନ୍ତୁ, ଯୋଉଟା ଚାହୁଁଛନ୍ତି ଭଲ ଜୀବନ କରିବା ପାଇଁ, ଚାହୁଁଛନ୍ତି ସବୁଦିନ ଭାବୁଛନ୍ତି ନାଇଁ ନାଇଁ ଆଜି ମିଠା ଖାଇବିନି, ମିଠା ଖାଇବାଟା ଏତେ ଭଲ ନୁହଁ, ଏତେ ମିଠା ଖାଇବା ଭଲ ନୁହଁ। କିନ୍ତୁ ତାକୁ ସେ କଣ କରୁଛନ୍ତି, ଦେଖନ୍ତୁ ନିଜେ ହିଁ କହୁଛନ୍ତି ଯେ ତାକୁ ଏଡେଇ ଦେଇ ପାରୁନାହାନ୍ତି। ସେ ଲୋକଟି ଶୋଧିଲା, ନାଇଁ
ଆଉ ଖାଇବି ନାହିଁ। ଏମିତି ଅବସ୍ଥା ହେଲା, ସେ ମିଠା ଦୋକାନ ପଟେ ଯାଉଛନ୍ତି, ତାଙ୍କୁ ସେଇପଟେ ପ୍ରବୃତ୍ତି ଡାକରେ ଆସିଲା, ହେଲେ ଆଜି ଥରେ ଖାଇଦେଇ ଯିବି କି। କିନ୍ତୁ ମନ ଟାଣ କରି କଣ କଲେ, ପୁରା ସେଇଠି ଏମିତି ହେଲା ରାସ୍ତା ଉପରେ ଶୋଇ ପଡିଲେ, କହିଲେ ଜମା ଯିବିନି ସେଠିକି। ଧୀରେ 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 ଅଭ୍ୟାସଗତ ହେଲା ପରେ କଣ ହେଲା, ସମ୍ପୂର୍ଣ୍ଣ ମନରୁ ଚାଲିଗଲା। ମିଠା ଦେଖିଲେ ମଧ୍ୟ ତା ପ୍ରତି ଆଉ ସେମିତି ଆସକ୍ତି ଭାବ ଆସିଲା ନାହିଁ। ଦେଖନ୍ତୁ, ଠାକୁର ନିଜେ ହିଁ, ଯେହେତୁ ସେଇ ହିଁ ହଉଛନ୍ତି ଯାହାକୁ କହନ୍ତି, ଯାହା ନିଜେ ଆଚରଣ କରିକି ସେ ଯାହାକୁ ସବୁ କଥା ଦେଖିଛନ୍ତି, ସେ ନିଜ ଆଚରଣରେ ନିଜ ବ୍ୟବହାରରେ ତାକୁ ଏମିତି ଭାବରେ ପରିବର୍ତ୍ତନ କରିଦେଲେ, ଯାହା ଫଳରେ କି ସେ କଣ ହେଲା ନା ସେଇଠାରୁ ସେ ରକ୍ଷା ପାଇଲେ। ଯୋଉ କଥା ସେ ଲୋଭ ପ୍ରବୃତ୍ତିରୁ ରକ୍ଷା ପାଇଲେ, ନିଜେ ବିଧାତା। ଦେଖନ୍ତୁ କେବଳ ଭାବରେ, କାରଣ ସେ ହିଁ ଭାବରେ ସେ ହିଁ ହଉଛନ୍ତି ଆଚାର୍ଯ୍ୟ। ଯେ ହଉଛନ୍ତି କଣ ନା ନିଜେ ଆଚରଣ କରିକି ଦେଖାଉଛନ୍ତି। ତେଣୁ ସେଇ ହଉଛି କଥା। ଏଇଠି ମନେ ପଡେ ଗୋଟେ ଛୋଟିଆ କଥା, ସେଟା ହଉଛି ଯୋଉ ପ୍ୟାଞ୍ଚନ ଗୋଟା ଥିଲା, ପ୍ୟାଞ୍ଚନ ମସ୍ତାନ କଥା। ଏଇଟା ଗୋଟେ କଥା ମନେ ପଡେ। ପ୍ୟାଞ୍ଚନ ମସ୍ତାନ ସେତେବେଳେ କଣ ଥିଲା ନା, ହିମାୟତପୁରରେ ଗୋଟେ ଥିଲା, ଯାହାକୁ କହନ୍ତି ଗୋଟେ ଏକଦମ ଗୁଣ୍ଡା, ଯାହାକୁ କହନ୍ତି, ଯାହା କହନ୍ତି ବଦମାସ ଗୋଟା। ସିଏ ଚାହୁଁଥିଲା, ତା ମନରେ ଟିକେ ଭଲ ଥିଲା, ଚାହୁଁଥିଲା ଟିକେ କେମିତି କଣ ହବ, ଭଲ ହବ ବୋଲି। କିନ୍ତୁ କୁସଙ୍ଗରେ ପଡିକିରି ସେ ହେଲା ନା ଏମିତି ସବୁ କାମ କଲା, ଚୋରି ଡକାୟତି କାମ କଲା, ଧମକେଇବା କାମ କଲା। କିନ୍ତୁ ମନରେ ଠାକୁରଙ୍କ ପାଇଁ ତାର ଟିକେ ଭୟ ଥାଏ, ଆଉ ଭକ୍ତି ବି ଥାଏ। ଠାକୁର ତାକୁ ଏତେ କଥା କଲା ପରେ ବି ତାକୁ କଣ କରନ୍ତି, ସ୍ନେହରେ ତାକୁ କଣ କରନ୍ତି, ସମସ୍ତେ ଜାଣିଛନ୍ତି ସିଏ ହଉଛି କଣ ନା ପ୍ୟାଞ୍ଚନ, ସିଏ ଦାଦା। କିନ୍ତୁ ଠାକୁରଙ୍କ ପାଇଁ ସିଏ ହେଲା ପ୍ୟାଞ୍ଚନ ମାଷ୍ଟର, ଯାହାକୁ କହନ୍ତି ପ୍ୟାଞ୍ଚନ ମସ୍ତାନ ବୋଲି ତାକୁ ସମସ୍ତେ କହନ୍ତି। ଠାକୁର ତାକୁ ସେଇ ଡାକରେ ଡାକନ୍ତି ପ୍ୟାଞ୍ଚନ ଦା, ଡାକନ୍ତି ପ୍ୟାଞ୍ଚନ ମସ୍ତାନ, ଡାକନ୍ତି ପ୍ୟାଞ୍ଚନା। ଏମିତି ବିଭିନ୍ନ ପ୍ରକାର ନାଁ ଠାକୁର ଡାକନ୍ତି ତାକୁ ଡାକନ୍ତି। ତାରେ କଣ ହେଲା, ଠାକୁର ତାକୁ ଗୋଟେ ଆପଣଙ୍କର ଯୋଉ ଦଣ୍ଡ ପ୍ରଦାନ କରନ୍ତି, ଯୋଉ ଦେଖିଛନ୍ତି ଦଣ୍ଡରେ ସେତେବେଳେ ଲାଗୁଥିଲା କଣ ନା ଗୋଟେ ସୁନାର ଗୋଟେ ପାତିଆ ଲାଗୁଥିଲା। ଠାକୁର ତାକୁ ଦେଲେ, ତାକୁ ରଖିବୁ, ଠିକ ଭାବରେ ବ୍ୟବହାର କରିବୁ। ଦେଖନ୍ତୁ, ଡକାୟତରା ସମସ୍ତେ ଜାଣିଛନ୍ତି ଏ ଅବସ୍ଥା ଏଇଆ, ସବୁ କିଛି କଥା। କିନ୍ତୁ ଠାକୁର ତାକୁ ଦଣ୍ଡ ପ୍ରଦାନ କରୁଛନ୍ତି। ସମସ୍ତେ ଆଶ୍ଚର୍ଯ୍ୟ, କଣ ଘଟଣା ଇଏ, କେହି କିଛି ବୁଝି ପାରୁନାହାନ୍ତି। ସେ ନେଇକରି ଗଲା, ଆଉ ତାର ଗୋଟେ ସଉକ ଥାଏ କଣ, ଗୋଟେ ସେତେବେଳେ ଥିଲା, ଗୋଟେ ଇଏ ଥିଲା ସେତେବେଳେ, ଗୋଟେ ଆପଣଙ୍କର ଗୋଟେ ବ୍ରିଟେନର ଗୋଟେ ମୋଟର ସାଇକେଲ ଥିଲା। ତା ସାଉଣ୍ଡ ଟା ବହୁତ ଜୋର ସାଉଣ୍ଡ, ତାପରେ ଫଟଫଟ ଫଟଫଟ କରିକି ସେ ଚଲେଇବ। ତାକୁ ଯିଏ ଶୁଣିବ ଡରିକି ଛାନିଆ। ଥରେ ଆସି ଆଶ୍ରମରେ ପହଞ୍ଚିଗଲା। ଠାକୁର ଦେଖିଲେ, କହିଲେ ଆରେ ତୋ ହାତରେ ତ ଯୋଉ ଅଛି, ଯୋଉ ବାଡିଟା ଅଛି, ଏ ଯୋଉ ସୁନାବାତିଟା କୁଆଡେ ଗଲା? ନା ଆଜ୍ଞା, ତାକୁ ବିକି ଦେଇଛି, ବିକି ଦେଇ ମଦ ପିଇଦେଲି। ଠାକୁର କହିଲେ କଣ ହେଲା, ତୁ ବିକିଦେଲୁ ତାକୁ? ଦେଖନ୍ତୁ, ତାକୁ ବିକିଦେଲୁ? ଶେଷକୁ ସିଏ ଟିକେ ଲଜ୍ଜା ପାଇ କହୁଛି, ଠାକୁର କଣ କରିଥାନ୍ତି, ମଦଟା ପିଇବା ପାଇଁ ଏମିତି କରିଦେଲି। ଠାକୁର କହିଲେ କଣ ହେଲା, ତୋର ସେ ମଦ ପିଇବାଟା କଣ ମୋର ମମତା ଠାରୁ ଆହୁରି ବଳିଗଲା? ତୁ ଭାବିଲୁ ଯେ ତୋର ସେ ମଦ ପିଇବାଟା ତତେ ଯୋଉ ନିଶା ଶକ୍ତି ଦଉଛି, ଆସକ୍ତି କରୁଛି, ତାଠାରୁ ମୋର ମମତା କଣ ଛୋଟ? ଏଇ ପଦିଏ କଥାରେ ପ୍ୟାଞ୍ଚନ ଯୋଉ କଥା ଥିଲା, ପ୍ୟାଞ୍ଚନ ମସ୍ତାନ, ତା ଆଖିରୁ ଧାର ଧାର ହେଇ ଲୁହ ବୋହିଲା। କହିଲା ଠାକୁର ଆଉ ଜୀବନରେ ସେ ମଦ ଛୁଇଁବି ନାହିଁ। ଦେଖନ୍ତୁ, ସିଏ ଜୀବନ ଚାହୁଁଥିଲା ସେଇଭଳି ଭାବରେ, ଯୋଉ ଭଳି ଭାବରେ ତାର ଟିକେ ଟିକେ ବୁଦ୍ଧିଶୁଦ୍ଧି ଥିଲା, କିନ୍ତୁ ତାର କୁସଙ୍ଗରେ ପଡିକି ତାର ଜୀବନ ବର୍ବାଦ ହେଇଯାଉଥିଲା। ଶେଷରେ ଠାକୁରଙ୍କ ଏଇ ଦି ପଦ କଥାରେ ଠାକୁରଙ୍କ ଆଖି ପୁରା ଲୁହ ଟଳ ଟଳ। କହିଲେ ଆରେ ତୁମ ମମତାକୁ ନଷ୍ଟ କରିଦେଲୁ, ମୋର ଦବା ଜିନିଷଟାକୁ ନେଇକି ବିକିଦେଲୁ, ନେଇକି ମଦ ପିଇଦେଲୁ। ଦେଖନ୍ତୁ, ସେ ସେଇ ଦିନ ଠାରୁ ତାର ଆଚାର ବ୍ୟବହାରରେ ଏମିତି ପରିବର୍ତ୍ତନ ଘଟିଲା ସମ୍ପୂର୍ଣ୍ଣ ଭାବରେ, ଯେ ସେଇ ହେଇଗଲା ପ୍ୟାଞ୍ଚନ୍ଦା। ତାପରେ ଠାକୁରଙ୍କର ସେ ଗୋଟେ ବିଖ୍ୟାତ କର୍ମୀ ଥିଲା, ତାକୁ କଣ ସବୁ ଛାଡି ଛୁଡି ଦେଲା। ଦେଖନ୍ତୁ, ବାଲ୍ମୀକିରୁ ସେ ଯାହାକୁ କହନ୍ତି, ଯୋଉ ବାଲ୍ମୀକି କଥା, ରତ୍ନାକର ବାଲ୍ମୀକି ହବା କଥା, ସେମିତି ଘଟଣା। ମାନେ ତାର ଜୀବନକୁ ସେ ସମ୍ପୂର୍ଣ୍ଣ ଭାବରେ ଆଚାର ବ୍ୟବହାରରେ ଇଷ୍ଟଙ୍କ ପାଇଁ ସମର୍ପଣ କଲା ବୋଲି ସେଇ ବଞ୍ଚିଗଲା। ଏମିତି ଶହ ଶହ ଉଦାହରଣ ଅଛି, ଶହ ଶହ ଉଦାହରଣ। ହେମକଲିଙ୍କ କଥା ତମେ ଜାଣିଛନ୍ତି, ମୁଁ ସେଟା ଆଉ ତାକୁ ଆଉ ଇଏ କରୁନାହିଁ। ଯୋଉ ଭାବରେ ଦେଖନ୍ତୁ, ତେଣୁ ଆଉ ଗୋଟିଏ କଥା ଏଠି ମନେ ପଡେ, ଯୋଉ କଥା ଯେ କେମିତି ଭାବରେ ବନ୍ଧୁଙ୍କ କଥା ଯୋଉ କେମିତି ହୁଏ।
ଏଠି ଥିଲେ ସେ ତାଙ୍କ ନାଁ ହଉଛି ଗୋପାଳ ଚନ୍ଦ୍ର ତାକୁ ଡାକୁଥିଲେ ଜ୍ଞାନନ୍ଦ ବିକାଶ ଗୋସ୍ୱାମୀ ଠାକୁର ତାଙ୍କୁ ଡାକୁଥିଲେ ଗୋପାଳ ବୋଲି ଡାକୁଥିଲେ। ଏକଦମ ଅତି ଯାହାକୁ କହନ୍ତି ଏକଦମ ଧି ସମ୍ପନ୍ନ ଏକଦମ ସେତେବେଳେ ସେ ଥିଲେ MSc ଫାର୍ଷ୍ଟ କ୍ଲାସ ଗୋଲ୍ଡ ମେଡାଲିଷ୍ଟ ଥିଲେ ଏକଦମ ପୁରା। ସିଭି ରମଣଙ୍କ ସହିତ ସେ ଯେତେବେଳେ ସେଟାକୁ କହନ୍ତି ତାଙ୍କର ଆସିଷ୍ଟାଣ୍ଟ ଥିଲେ ତାଙ୍କ ସହିତ ଏମିତି ବି ଥିଲେ। ଆପଣଙ୍କର ଭାବନ୍ତୁ କେଷ୍ଟଦାଙ୍କ ପରେ ସେ ଠାକୁରଙ୍କର ଜଣେ ଥିଲେ ଅତ୍ୟନ୍ତ ପ୍ରିୟ ବ୍ୟକ୍ତି ଥିଲେ। ସତ୍ସଙ୍ଗର ସମ୍ପାଦକ ଥିଲେ ଏବଂ ଇଷ୍ଟ ନିଷ୍ଠା ତାଙ୍କର ବହୁତ ତତ୍ପର ଥିଲା ଏକଦମ ପୁରା। ଠାକୁରଙ୍କର ଥରେ ଦେହ ଖରାପ ହେଇଥିଲା ଶ୍ରୀ ଶ୍ରୀ ବଡଦା ଅତି ଯାକୁ କଣ କରିଥିଲେ ଯାଇକି ଯୋଉ ପୁରା କାଶୀରେ ବିଭିନ୍ନ ବ୍ରାହ୍ମଣଙ୍କ ଦ୍ଵାରା ଠାକୁରଙ୍କ ପାଇଁ ଗୋଟା ହେଇଥିଲା କଣ ତାଙ୍କ ପାଇଁ ଗୋଟେ ହୀରାର ଗୋଟେ ମୁଦି ବନେଇବା ପାଇଁ କୁହାଇଥିଲା ସେ ଠାକୁରଙ୍କ ପାଇଁ। ସେଇଟା ହଉଥିଲା ତାର ସେଇ ସମୟରେ ଜାତକରେ ଯାହା ଥିଲା ଠାକୁରଙ୍କୁ ନ ଜଣେଇ ସେ କଣ କଲେ ଚାଲି ଯାଇକି ତାଙ୍କର କଲିକତା ଘରଟାକୁ ବନ୍ଧେ ପକେଇ ଦେଇକରି ସେ ପଇସା ଆଣି ଠାକୁରଙ୍କ ପାଇଁ ଗୋଟେ ହୀରା ମୁଦି ଆଣିଥିଲେ ସେ ସମୟରେ ଭାବନ୍ତୁ। ଏତେ ନିଷ୍ଠ ନିଷ୍ଠ ଯାହାକୁ କହନ୍ତି ବିଷ୍ଣୁଙ୍କ ପାଇଁ ସବୁ କିଛି କରିବା ସମ୍ଭବ। କିନ୍ତୁ ଦେଖନ୍ତୁ ତାଙ୍କର ଯୋଉ ବନ୍ଧୁ ଯୋଗକୁରୁ କେମିତି ସେ ତାଙ୍କର ଜୀବନ ବ୍ୟାହତ ହେଲା ଦେଖନ୍ତୁ। ଯୋଉ କଥା ଏତେ ବଡ ଧି ସମ୍ପନ୍ନ ଲୋକ ଜୀବନ ସବୁବେଳେ ସେ ଚାହୁଁଛନ୍ତି କଣ ଇଷ୍ଟ ଜୀବନ କରିବା ପାଇଁ ଇଷ୍ଟଙ୍କ ପାଇଁ ସଦା ସର୍ବଦା ଜାଗ୍ରତ ସେ। କିନ୍ତୁ ତାଙ୍କର ଜଣେ ବନ୍ଧୁ ଥିଲେ ସେଇ ବନ୍ଧୁଙ୍କର କଥା ଥିଲା କଣ ନା ତାଙ୍କର ଗୋଟେ ଦ୍ଵିତୀୟ ପକ୍ଷ ସ୍ତ୍ରୀ ଥିଲେ ତାଙ୍କ ନାଁ ହଉଛି ଫୁଲ। ସେ ଫୁଲ ମାକୁ ତାଙ୍କର ସେ ଭାରି ତାଙ୍କର ଭଲ ତେଣୁ ସେଇ କଥା କଣ ହେଇଥିଲା କଣ ନା ଆଉ ଜଣେ ଲୋକ ସିଏ କଣ କହିଲା ଚାହିଁଲା ତାର ପିଲାଟି କେମିତି ସର୍ଭିସ ପାଉ। ଯେତେବେଳେ ଜ୍ଞାନାନନ୍ଦା ସେଟା କଣ କରିଥିଲେ ସେ ଠାକୁରଙ୍କୁ କହିକିରି ଗଲେ ମୁଁ ଟାଟା ଯାଉଛି ସାଙ୍ଗରେ କଥା ଅଛି କାମ ଅଛି ଟାଟା କମ୍ପାନୀରେ ଜଣକୁ କହିକିରି ମୋ ତାର ପିଲାଟିର ସର୍ଭିସ କଥା ବୁଝାବୁଝି କରିଦେବି। ଏଇଆ କଥା ହେଇଥିଲା। ଠାକୁର କହିଲେ ଯିବୁ ଯେ କିନ୍ତୁ ତାଙ୍କୁ ଗୋଟେ ଡେଟ୍ ଦେଲେ ଏଇ ତାରିଖ ସୁଦ୍ଧା ତୁ ଯେମିତି ହେଲେ ଫେରି ଆସିବୁ। ନା ହଁ ଠିକ ଅଛି। ସେ ଗଲେ କଲିକତା କିନ୍ତୁ ଟାଟା କଥା ଠାକୁରଙ୍କୁ ସାଡେ ଗୋଟେ ଇଏ କରିକରି ଯୋଉ ଯାଇଛନ୍ତି ସେତେବେଳେ କଣ ହେଇଛି ନା ଟାଟା ଯିବା କଥା କଲିକତାରେ କିଛି ସମୟ ରହିଗଲେ ଟାଟା ଯିବା କଥା କିନ୍ତୁ କହିଲେ ଥାଉ ଯିବାନି ଆଶ୍ରମ ଫେରିଯିବା। କିନ୍ତୁ ତାଙ୍କ ସାଙ୍ଗ କହିଲେ ନାଇଁ ନାଇଁ ଆରେ ସେ ଯୋଉ ଲୋକଟା କଥା ଅଛି ସେ ଲୋକଟାର ସର୍ଭିସ ତା ପୁଅର ସର୍ଭିସ ହେଇଯିବ ଆମେ ସେଠିକି ଯିବା ନା ଆଉ। ସେଠୁ ସେ କହିଲେ ନାଇଁ ନାଇଁ ଯଦି ମୁଁ ସେଠିକି ଯାଉଛି ଟାଟା ଯଦି ଯାଉଛି ମୋ ସମୟ ହବ ନାହିଁ। ଯୋଉ ଦିନ ମୋର କଣ କରିବା କଥା ଯାହା ଆପଣଙ୍କର ଦେଓଘର ଫେରିବା କଥା ଠିକ ସମୟରେ ଫେରି ପାରିବି ନାହିଁ। ନା ନାଇଁ କିଛି ବ୍ୟସ୍ତ ହବାର ନାହିଁ। କାହିଁକି ନା ଆମେ ଯଦି ଯିବା ସେ ଲୋକଟିର ଉପକାର ହବ ଆଉ ଠାକୁର ଜାଣିଲେ ଠାକୁର କଣ କେମିତି ମନା କରିବେ। ତମେ ଚାଲ ଏମିତି ଗୋଟା କହିକିରି ତାଙ୍କ ମନରେ ଗୋଟା ବୃଥା ଇଏ କଲେ। ସେ ଦି ଜଣ ଯାକ କଣ କଲେ ନା ଠାକୁରଙ୍କୁ ପାଖକୁ ଯୋଉ କଥା କହିଥିଲେ ସେଇ ସମୟରେ ସେ କଣ କଲେ ସେ ସମୟରେ ଆଉ ଫେରି ପାରିଲେ ନାହିଁ। ତା ପରଦିନ ଆସୁଛନ୍ତି ଠାକୁର ଭାରି ବ୍ୟସ୍ତ ଏପଟେ କାହିଁକି ସେ ପହଞ୍ଚିନି କିନ୍ତୁ ସେଇ ସମୟରେ ଆସିଛନ୍ତି ଟ୍ରେନ ଦୁର୍ଘଟଣା ହେଇଛି ତାଙ୍କର ମୃତ୍ୟୁ ହେଇଯାଇଛି। ଠାକୁର ବହୁତ ମନ କଷ୍ଟ ପାଇଛନ୍ତି। ଦେଖନ୍ତୁ ଯେମିତି ଇଷ୍ଟଙ୍କ ପାଇଁ ଯୋଉ ଭଳିଆ ଜୀବନ ଚାହୁଁ ଇଷ୍ଟଙ୍କ ପାଇଁ ଜୀବନ ଇଷ୍ଟଙ୍କ ପାଇଁ କଥା ସବୁ କିଛି ଠାକୁରଙ୍କ ପାଇଁ ସେ ତାଙ୍କର ସବୁ କିଛି ତାଙ୍କର ବଳିଦାନ ଦେଇଥିଲେ। କିନ୍ତୁ ଦେଖନ୍ତୁ ଜୀବନକୁ ବ୍ୟାହତ କଲା ସେଇ ଯୋଉ ଆପଣଙ୍କର ବନ୍ଧୁଙ୍କର କଥା। ଏମିତି ବନ୍ଧୁ ଇଷ୍ଟଙ୍କ ପାଇଁ ଛାଡିଦବା ଦରକାର ଯାହାକୁ କଥା କହିବାକୁ ଗଲେ ଇଷ୍ଟଙ୍କ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷର ପାଳନ କରିବା କଥା ଥିଲା। କିନ୍ତୁ ଇଷ୍ଟଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରିବା ଫଳରେ ତାଙ୍କର ଜୀବନଟା ଯାହାକୁ କୁହନ୍ତୁ ଅଳିକ ସ୍ୱପ୍ନରେ ହିଁ ରହିଗଲା। ସେଇ ସ୍ୱପ୍ନ ରହିଗଲା ତାଙ୍କ ସେଇ ଯୋଉ କଥା ସେ ଠାକୁରଙ୍କର କାର୍ଯ୍ୟ ଆହୁରି କିଛି କରିଚାଲିବେ ଆହୁରି କିଛି କରିବେ ବୋଲି ଭାବିକି ଯୋଉ କଥା ଥିଲା ସେ ଛୋଟିଆ ଘଟଣା ପାଇଁ ଜୀବନଟା ହିଁ ନଷ୍ଟ ହେଇଗଲା। କଥା ଦେଖନ୍ତୁ ଏଇଠି ହଉଛି ଯୋଉ କଥା ଠାକୁରଙ୍କର ଏଇ ଯୋଉ କଥା ଏଇ ଯୋଉ ବାଣୀଟି ଉପରେ ବହୁତ କିଛି କଥା ଅଛି ଯାହାକୁ କହନ୍ତି। ଏମିତି ଶ୍ରୀ ଶ୍ରୀ ବରଦାଙ୍କ ସମୟରେ ବି ଗୋଟା କଥା ଘଟିଥିଲା। ଶ୍ରୀ ଶ୍ରୀ ବରଦା ଯୋଉ କଥା କହୁଥିଲେ ଶ୍ରୀ ବରଦା ଥରେ ବସିଛନ୍ତି ଥରେ ତାଙ୍କ ପାଖରେ ଆସାମର କର୍ମୀ ମାନେ ଆସିକରି ଜଣଙ୍କ ନାଁରେ କହିଲେ ଯେ କହିଲେ ଆଜ୍ଞା ସେ ଲୋକଟି ଯୋଉ ଅଛି ସେ ଲୋକଟି ଆମର ଭାରି ହଇରାଣ କରୁଛି। ଆମରି କିନ୍ତୁ ଦେଖିଲା ବେଳକୁ ଗୁରୁ ଭାଇ ସତ୍ସଙ୍ଗର କଥା ସବୁ କିଛି ସେ କିନ୍ତୁ କଣ କରୁଛି ନା ଯୋଉ କଣ କରୁଛି ବେଳେ ବେଳେ ଯାଇକିରି ସବୁ କଣ କରୁଛି ତମର ମାନେ ସବୁଆଡେ ପ୍ରୋବ୍ଲେମ କରିଦଉଛି ତାକୁ ଯୁଆଡେ ନେଇକି ଯାଉଛୁ ସେ କଣ କରୁଛୁ ପୁରା ସେ ଲୋକର ଘରେ ପୁରା କଳାକନା ବୁଲେଇ ଦଉଛି। ସେଇ କଥାରେ ସେ କଥା କଣ ହେଲା ବରଦା କହିଲେ କଣ ହେଲା ତାର ପରା ଏମିତି ଅଭ୍ୟାସ ଅଛି ତାର ଯୋଉ ମାନେ ଯୋଉ ପର ଜିନିଷ ନବା ପର କଥା ଇଏ କରିବା ନା ହଁ ଆଜ୍ଞା ସିଏ ପରା ଚୋରିରେ ମାହିର ଯାହାକୁ କହନ୍ତି। ସତ୍ସଙ୍ଗୀ ଲୋକ ସବୁ କିଛି କଥା ଚୋରିରେ ପୁରା ମାହିର। ଆରେ ଏମିତିଆ କଥା
ତାକୁ ଡକା ହେଲା। ସେ ଆସିଲା, ତା ନାଁ ହଉଛି ଚନ୍ଦନ ବିଶ୍ୱାସ। ଚନ୍ଦନ କହିଲା, ଆରେ ଚନ୍ଦନ ତୁ ଏମିତି କାମ କରୁଛୁ। ଦେଖିଲା ବେଳକୁ ସେ କହିଲା କିଛି ଆଉ କହୁନାହିଁ, ଚୁପଚାପ ରହିଲା, କିଛି କହୁନାହିଁ। ହଁ କହୁଛି ଆଉ କଥା ଦେଖେ, ତୋରା କାମ କରିବୁ, ତୁ ହଲୁ ଠାକୁରଙ୍କ ଲୋକ ହଁ କି ନା? ନା ଆଜ୍ଞା, ହଁ ଆଜ୍ଞା ମୁଁ ଠାକୁରଙ୍କ ଲୋକ। ଆଚ୍ଛା, ଯଦି ତୁ ଠାକୁରଙ୍କ ଲୋକ, ଠାକୁର କଣ ଯିବେ ଜୀବନରେ କେବେ ଚୋରି କରିଛନ୍ତି? ନା ନାଇଁ ଆଜ୍ଞା। ତାହେଲେ ତୁ କାହିଁ କରୁ? ତତେ କଣ ଏମିତି ସମସ୍ତେ ତତେ କହିବେ, ଚୋର କହିବେ, ଡକାୟତ କହିବେ, ପରଧନ ଇଏ କଥା କହିବେ, ତତେ ଭଲ ଲାଗିବ? ନାଇଁ ଆଜ୍ଞା, ମତେ ତ ଭଲ ଲାଗିବ ନାହିଁ। ହୁଁ, ତାହେଲେ କଣ କରାଯିବ? ନା ଦେଖେ, ହୁଁ ସେ କଥା କଣ ହେଲା ନା, ଦେଖ ତୁ ଗୋଟେ କାମ କରିବୁ, କାଲି ଠାରୁ ସେଠିକି ଯିବୁ, ଯାଇକି ଗୋଟେ କଣ କରିବୁ, ହୁଁ ଗୋଟେ ସବୁଦିନ ସକାଳେ ପୂଜା କାମ କରିବୁ। ସବୁଦିନ ସକାଳେ କଣ କରିବୁ ନା, ସବୁଦିନ କଣ କରିବୁ, ଆଗେ ଉଠିବୁ, ଉଠିକିରି ଠାକୁର ବାଡିକୁ ଯିବୁ, ଯାଇକିରି ଠାକୁର ବଙ୍ଗଳା ପାଖରେ ଠାକୁରଙ୍କୁ ପ୍ରଣାମ କରିବୁ। ପ୍ରଣାମ କରି କହିବୁ, ଠାକୁର ଆଜି ମତେ ଟିକେ ଭଲ କରିଦିଅନ୍ତୁ। ଏତିକି କଥା ଖାଲି କହିବୁ, ସବୁଦିନ ଏତିକି କଥା କହିବୁ। ହଁ ଆଜ୍ଞା କହିବୁ। ତାପରଠୁ ସେ କଣ କଲା, ସବୁଦିନ ଗଲା ଠାକୁର ବଙ୍ଗଳା ସାମ୍ନାରେ ଯାଇକି ସେଠି କଣ କଲା, ଆଣ୍ଠୁ ମାଡିକି କହିଲା, ଠାକୁର ମତେ ଆଜି ଭଲ କରିଦିଅନ୍ତୁ। କିନ୍ତୁ ସେ ଦେଲେ କଣ କଲା, ସେଠୁ ଯେମିତି ବାହାରିଛି ତା ମନରେ ପୁଣି ସେ ଚୋରି ଜାଗିଲା। ଏମିତି ହେଲା, ସେଠୁ ସେ ଧୀରେ ଧୀରେ ଏମିତି ଦେଖିଲା, 2-3 ଦିନ ଧରି କଥା ହେଲା। ଥରେ ହଠାତ୍ କଣ ହେଲା, ସେ ବରଦାଙ୍କ ଦେଖା ହେଇଗଲା। ପୁଣି ଦେଖା ହେଇଗଲା, କହିଲେ ଚନ୍ଦନ ମୋ କଥା ମାନୁଛୁ ତ? ନା ହଁ ଆଜ୍ଞା। ନାଇଁ ମାନୁନାହୁଁ। ପୁରା ଜୋରରେ କହିଲେ, ନାଇଁ ମାନୁନାହୁଁ। ତୁ ଠାକୁରଙ୍କ ପାଖରେ ପ୍ରଣାମ କରି ଯାଉଛୁ, କହୁଛୁ ଭଲ କରିଦିଅ, ପୁଣି ସେ ପ୍ରବୃତ୍ତିରେ ପଡୁଛୁ, ଲାଜ ଲାଗୁନାହିଁ? ଇଏ ପୁରା ଆଶ୍ଚର୍ଯ୍ୟ କଲେ, ମୁଁ ତ ଏମିତି କାହାକୁ କିଛି ଇଏ କହିନି, କେହି ଜାଣିନାହାନ୍ତି, ସେ ବରଦା କେମିତି ଜାଣିଲେ? ଦେଖନ୍ତୁ କେମିତିଆ କଥା। ତେଣୁ ସେଇ ଦିନଠୁ ସେ କଣ କଲା, ଶପଥ କଲା, ନାଇଁ ଏ କାମ ଆଉ କରିବି ନାହିଁ। ଯୋଉ ଭଳିଆ କଥା, ତାର ଯେତେ ସାଙ୍ଗସାଥି ଚୋର ସବୁ ଅଛନ୍ତି, ତାକୁ ସବୁ ଯେତେ ଡାକିଲେ ଜମା ଗଲା ନାହିଁ, କିଛି କଲା ନାହିଁ। ସବୁ ଠାକୁରଙ୍କ ପାଖରେ ରହିଲା ଏବଂ ନିଜର ପ୍ରଭୃତିକୁ ଏମିତି ଭାବରେ ସେ କଣ କଲା, ଚେଞ୍ଜ କଲା, ଏମିତି ଭାବରେ ପରିବର୍ତ୍ତନ କରିଦେଲା। ସେ ପୁରା ଏକଦମ ଯାହାକୁ କହନ୍ତି ଠାକୁରଙ୍କର ଅତି ମନ, ପୁରା ଯାହାକୁ କହନ୍ତି ପୁରା ପ୍ରିୟ ଲୋକ ହେଇଗଲା। ଏଇ କହିବା ଗଲେ ଦେଖନ୍ତୁ, ଜୀବନକୁ ତାଙ୍କ ପାଇଁ ଦେବାକୁ ହେଲେ କଣ ହବ, ଯେ ତାଙ୍କ ପାଇଁ ଜୀବନ ଦବାକୁ ହେଲେ କେମିତି ଜୀବନ ଦବାକୁ ହୁଏ, କେମିତି ଜୀବନ ଚଳିବାକୁ ହୁଏ, ତାକୁ ମଧ୍ୟ ଶିଖିବାର ଅଛି। ଖାଲି ଯାଇକି କହିଦେବି ଠାକୁର ଆପଣଙ୍କ କାମଟା କରିବି, ଇଏ ହବ ନାହିଁ। ଠାକୁରଙ୍କ କାମ କରିବାକୁ ଗଲେ କୋଉ ଭଳି ଭାବରେ ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଭାବରେ ନିଜକୁ ସକ୍ଷମ କରିବାକୁ ହୁଏ, ତାକୁ ମଧ୍ୟ ଶିଖିବାକୁ ହବ। ଯୋଉ କଥାଟା ଏଠି ଏଇ ଗ୍ରୁପରେ ହଉଛି, ମତେ ଏଠି ମୁଁ ଏଇ କଥା ଟିକେ ଏଇ ବିଷୟରେ କହୁଛି, ଏଇଭଳି ଭାବରେ ଆମକୁ ଶାରୀରିକ ଭାବରେ ଏଠି ପ୍ରତିଦିନ ହେଲ୍ଥ ଉପରେ ଆମକୁ ଇଏ କରାହଉଛି, ସ୍ୱାସ୍ଥ୍ୟ ଉପରେ ଆମକୁ ଜୋର ଦିଆଯାଉଛି। କାହିଁକି ନା ଶାରୀରିକ ଭାବରେ ସୁସ୍ଥ ଥିଲେ ହିଁ ପ୍ରଭୁଙ୍କ କାମ କରିବି, ମାନସିକ ଭାବରେ ସୁସ୍ଥ ଥିଲେ ଠାକୁରଙ୍କ କାମ କରିବି, ଆଧ୍ୟାତ୍ମିକ ଦୁର୍ଗରୁ ହେଲେ ନାମଧାନ କଲେ, ସବୁ କିଛି କଲେ ହିଁ ମୁଁ କଣ ହବ, ମୁଁ ଜାଣିପାରିବି ମୋ ଜୀବନର ଭୁଲ କୋଉଠି, ମୁଁ କୋଉ ଭାବରେ ମୋ ଜୀବନର ପ୍ରତି ଯୋଉ କଥା ହୁଏ, ଯୋଉ କଥା ହୁଏ, ଯେ କେମିତି ଭାବରେ ଜାଣିବି। ଯୋଉ କଥା ହୁଏ, ଯୋଉ ସ୍ପେନ୍ସର ତାଙ୍କୁ କହିଥିଲେ, କହିଲେ ଆରେ ତୋ ପାଖରେ ତୋ ଝିଅ ଅଛି ତ, ଆରେ ତୁ କଣ କରୁଛୁ, ଅନ୍ଧାର କେମିତି ଯାଉଛୁ? ନା ଆଜ୍ଞା, ମୋ ପାଖରେ ଗୋଟେ ଟର୍ଚ ଅଛି। ନା ଅଲୱେଜ କିପ୍ ଦ୍ୟାଟ୍ ଟର୍ଚ ଅନ୍, ଏଇଟା ଠାକୁର କହିଥିଲେ। ତା ମାନେ ହଉଛି କଣ, ସବୁବେଳେ ଟର୍ଚ୍ଚ ଟା ଜଳେଇକି ରଖ, ମାନେ ନିଜର ଅନ୍ତରର ଆଲୋକଟାକୁ ସେତିକି ଭାବରେ ଜଳେଇକି ରଖ। ଅନ୍ତରର ଆଲୋକ କେମିତି ଜଳିବ, ତାଙ୍କର ସେ ଇଷ୍ଟ ନିଆଁରେ ଜଳିବ। ସେଇ ଇଷ୍ଟ ନିଆଁ କେମିତି ଲାଗିବ ନା, ଯଦି ପ୍ରବୃତ୍ତିର ନିଆଁ ଠାରୁ ଆମେ ଧୀରେ ଧୀରେ ଦୂରେଇ ଯିବା, ତାହେଲେ ଇଷ୍ଟ ନିଆଁ ଆଡକୁ ଯିବା ହିଁ ଯିବା। ଗୋଟିଏ କଥା ଆଜ୍ଞା, ଭଗବାନ ନହେଲେ ଶୈତାନ। ଯଦି ଭଗବାନଙ୍କ ପାଖରେ ଆପଣ ଅଛନ୍ତି, ଶୈତାନ ପାଖରେ ନାହାନ୍ତି। ଯଦି ଶୈତାନ ପାଖରେ ଅଛନ୍ତି, ତାହେଲେ ଭଗବାନ ପାଖରେ ନାହାନ୍ତି। ତେଣୁ ଦି ପଟ ଗୋଡ ତ ଆମେ ଦେଇପାରିବା ନାହିଁ, ଯାହାହେଲେ ଗୋଟେ ଆଡକୁ ଯିବ। ଶୈତାନ ତ ପ୍ରଲୁବ୍ଧ କରିବ ହିଁ କରିବ, ଯେମିତି ହେଲେ ବାଟ ମତେ କଣ କରିବ, ସେପଟେ ଏପଟ ସେପଟ କରିବ। ଦେଖନ୍ତୁ, ଏହାର ଗୋଟିଏ ଉଦାହରଣ ମୁଁ ଦଉଛି ଏଠି ସଙ୍ଗେ ସଙ୍ଗେ। କଥା ହଉଛି ଶ୍ରୀ ଶ୍ରୀ ଦାଦାଙ୍କ ସମୟର କଥା। ଶ୍ରୀ ଶ୍ରୀ ଦାଦା କଣ କରିଛନ୍ତି, ଗୁହାଟୀ ମନ୍ଦିରର କଥା। ଗୁହାଟୀ ମନ୍ଦିରରେ କଣ କରିଛନ୍ତି, ଦେଖିଛନ୍ତି ଗୋଟେ ଜାଗାରେ ଯେ ଗୋଟେ ଯିଏ କଣ୍ଟ୍ରାକ୍ଟର ଅଛି, ସେ କଣ୍ଟ୍ରାକ୍ଟର କଣ କରୁଛି ନା, ଜାଣି ଶୁଣି କମ ଜିନିଷ ଦଉଛି। ପଇସା ନଉଛି ଠିକ, କିନ୍ତୁ ଦେଲାକୁ ଜିନିଷ କମ, ଏମିତି କାମ କରେ। ତାକୁ କିଛି କହିଲେନି। ଦିନେ କଣ କଲେ, ତାକୁ ଧରେ ପରା ଯାଇକି ତା ପାଖରେ ପହଞ୍ଚି ଗଲେ। କହିଲେ, ଆଚ୍ଛା ବାବା, ତମକୁ ତ ଆମେ ଠିକ ପଇସା ଦଉଛୁ,
ତମେ କାହିଁକି ଜିନିଷ କମ ଦଉଛ? ନା ନାଇଁ ଆଜ୍ଞା ମୁଁ ତ ଜିନିଷ ଠିକ ଠାକ ଦଉଛି, ସବୁ କିଛି କରୁଛି, ଏମିତି କହିଲା, କିଛି କଥା କହିଲା। ସେ ଦାଦା କହିଲେ ଠିକ ଅଛି, ଆଚ୍ଛା ହଉ ଠିକ ଅଛି, ଗୋଟେ କଥା ମନେ ରଖିଥା, ତମେ ସିନା ଜିନିଷ ଠିକ କମ ଦଉଛ, କିନ୍ତୁ ଭଗବାନ ତ ସାଡେ ଉପରେ ଅଛନ୍ତି ନା, ଈଶ୍ୱର ତ ଅଛନ୍ତି ନା। ଏଟା ଈଶ୍ୱରଙ୍କ ମନ୍ଦିର ବୋଲି ଜାଣିଛ ତ, ବିଶ୍ୱ ପିତାଙ୍କ ମନ୍ଦିର ବୋଲି ଜାଣିଛ ତ, ତାହେଲେ ତମର ସେତିକି ମାତ୍ରାରେ ଜିନିଷ କଟି କଟି ଯିବ, ଭାବୁଥାଅ। ସେଟା କିଛି ବୁଝି ପାରିଲା ନାହିଁ, ଠିକ ଅଛି କଣ କଥା ହେଲା, କିନ୍ତୁ ତା ମନ ଟିକେ ଡରରେ ରହିଲା। କିଛି ଦିନ ଗଲା, ଧୀରେ 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 ତାର ପୁଅକୁ ଧରିଲା ଗୋଟେ ଭୟଙ୍କର ବ୍ୟାଧି। ତାକୁ ସେ ପୁରା ବହୁତ ପଇସା ଖର୍ଚ୍ଚ ବର୍ଚ୍ଚ କରି ପକେଇଲା, କିଛି ମାତ୍ରାରେ ତାର କିଛି ବି ହେଲା ନାହିଁ, ଯାହାକୁ କହନ୍ତି ସେମିତି ଅବସ୍ଥା। ଶେଷକୁ ଆସିକରି ତାର ସେଇ କଥା ମନେ ପଡିଲା, ଯୋଉ କଥା ଯେ ମୁଁ ବିଶ୍ୱ ପିତାଙ୍କ ମନ୍ଦିରରେ ଏଇଭଳି ଭାବରେ କାମ କରିଛି, ମୁଁ କିନ୍ତୁ ଚାହିଁଛି ଧନ୍ୟ ହବା ପାଇଁ, ଧନୀ ହେଇଯିବି, ଏମିତି କଣ ମୁଁ ଭାବିଲା ଯେ ଏମିତି କେତେ ବିଲ୍ଡିଂ ମୁଁ କରିଛି, କେତେ କଥା କରିଛି, ସେଠୁ ଏମିତି ପଇସା ମାରିକିରି ବହୁତ କିଛି ମୁଁ ରଖିଦେଇଛି, କିନ୍ତୁ ଜିନିଷଟା ଠିକ ନୁହଁ, ସେଇ ଜିନିଷ ତ ହେଲା ନାହିଁ ନା। କିନ୍ତୁ ଏଇଟା ହଉଛି ବିଶ୍ୱ ପିତାଙ୍କ ମନ୍ଦିର, ସେଠି ତାର ଆଉ ସେଇ ବୁଦ୍ଧି କାମ କଲା ନାହିଁ। ଦେଖନ୍ତୁ ସେ କଣ କଲା ନା, ସେଠି କଣ କରିବାର ଥିଲା ନା, ତାକୁ ସେ ମନ୍ଦିର ସମୟରେ ତାର ସବୁ କିଛି, ଯାହାକୁ କହନ୍ତି ଭିତର ଅନ୍ତରର ସବୁ କିଛି ଦେଇକରି ଠାକୁରଙ୍କୁ ସେ ମନ୍ଦିରରେ ସାହାଯ୍ୟ କରିବା କଥା ଥିଲା, କିନ୍ତୁ ସେ କଲା ନାହିଁ। କଲା ନାହିଁ ଫଳରେ ସେ ଦାଦାଙ୍କର ଯୋଉ କଥା, ସେଇ କଥା ସେ କଣ ହେଲା, ସେଇ କଥା ଏଠି କଣ ହେଲା ନା, ଯାହାକୁ କହନ୍ତି ଏକ୍ଜାକ୍ଟଲି ଫଳିଗଲା, ଯୋଉ କଥା ଚଳିଗଲା। ସେ କଥା ସେ କଣ କଲା, ଆସି ଦାଦାଙ୍କ ପାଖରେ ଆସି କାନ୍ଦିଲା, କହିଲା ଆଜ୍ଞା ଏମିତି ଏମିତି କଥା ହେଇଛି। ଦାଦା କହିଲା ଆରେ ଦେଖ, ମୋ ପାଖରେ କାନ୍ଦିକି ଲାଭ ନାହିଁ, ଯାହା ସେ ବିଶ୍ୱ ପିତାଙ୍କ ପାଖରେ କାନ୍ଦିବୁ, ତାଙ୍କୁ ଜଣେଇବୁ ତ ଦୁଃଖର କଥା, ତାଙ୍କୁ ଜଣେଇବୁ ତ ପ୍ରବୃତ୍ତିର କଥା, ତାଙ୍କୁ ଜଣେଇବୁ ତ ସବୁ କଥା, ଏଇ ସବୁ କଥା କହିବୁ, ତାଙ୍କୁ ଭୁଲ କରି ତାକୁ ଯୋଉ କଥା କହିବୁ ଯେ ଆଜ୍ଞା ମୋର ଭୁଲ ହେଇଯାଇଛି, ମୋର ଭୁଲ ଭ୍ରାନ୍ତି ଅଛି, ମତେ ଟିକେ କ୍ଷମା କରନ୍ତୁ, ମତେ ମୁଇଁ ଆପଣଙ୍କ ସନ୍ତାନ, ମୁଁ ଆଉ ଏମିତି ଭୁଲ କରିବି ନାହିଁ। ଏବଂ ସେ କଥା ସେ ଗଲା ସଙ୍ଗେ ସେ ଠାକୁରଙ୍କ ପାଖରେ ପ୍ରାର୍ଥନା କଲା, ତାକୁ ସବୁ କିଛି କଲା, ଏବଂ ଠାକୁରଙ୍କର କାମ ଧୀରେ ଧୀରେ କଲା, ଏବଂ ଅତି ମନ ପ୍ରାଣ ଦେଇକରି ଯାହାକୁ କହନ୍ତି ସେ ମନ୍ଦିରରେ ବହୁତ କିଛି କାମ କଲା। ଧୀରେ ଧୀରେ ଦେଖିବାକୁ ଗଲା, ଦେଖିଲା ହେଲେ ସେ କଣ ହେଲା, ଆରେ ତାର ଯୋଉ ମନ୍ଦିର କାମରେ ତାର ଯେତିକି ନିଷ୍ଠା ହେଇ ହେଇ ଚାଲିଲା, ତାର ପୁଅ ଦେହ ମଧ୍ୟ ସେତିକି ଭାର ଭଲ ହେଇ ହେଇ ଚାଲିଲା। ଯୋଉ କଥା କହନ୍ତି ଆନନ୍ଦରେ ବାପ ପୁଅ ରହିକି ଠାକୁରଙ୍କ ସେ କଣ କଲେ, ସବୁ କାମ କଲେ। ଏହା ହଉଛି ପ୍ରଭୁଙ୍କର ଜୀବନ ପାଇଁ, ପ୍ରଭୁଙ୍କ ପାଇଁ ନିଜର ଜୀବନ ଉତ୍ସର୍ଗ କରିବାର ଗୋଟିଏ କଥା। ଆଉ ଗୋଟିଏ କଥା ଅଛି, ଏଠି ଗୋଟେ କଥା ଅଛି ଯେ ଶ୍ରୀ ଠାକୁରଙ୍କ ସମୟର କଥା, କି ସେ ଠାକୁରଙ୍କ ସମୟରେ ଏମିତି କଥା ହେଇଛି ଯେ ଠାକୁରଙ୍କର ଗୋଟେ ଗୋଟେ କଥା କଣ ହେଇଛି ନା, ଗୋଟେ ଘଣ୍ଟା ଥିଲା, ସେ ଘଣ୍ଟା ଯାହାକୁ କହନ୍ତି ଜଣେ ତାଙ୍କୁ ଭକ୍ତ ଦେଇଥିଲା, ଜଣେ କଣ ହେଲା ନା ଗୋଟେ ଜଣେ କର୍ମୀ, ତାଙ୍କର ସବୁ କିଛି ଭଲ, ସବୁ ଜୀବନ ତାଙ୍କ ସବୁ କିଛି ଭଲ, ସବୁ କଥା ଭଲ, କିନ୍ତୁ ତାଙ୍କର ଭାରି ଗୋଟେ ହାତ ଉଠେଇବାରେ ତାଙ୍କ ସୁବିଧା ହାତ ଉଠେଇବା ମାନେ ଯାଉଥିଲେ ଗୋଟେ ଜିନିଷ କାହାର ନେଇଗଲେ, ପକେଟରେ ପୁରେଇ ଦେଲେ, ସବୁ କଥା ଏମିତି କରନ୍ତି। ତାଙ୍କୁ କଣ କରନ୍ତି ନା, ତାଙ୍କୁ ବେଳେବେଳେ ଡାକି କଣ କରନ୍ତି, ବହୁତ ବୁଝାନ୍ତି, ଆରେ ବାବା ଏମିତି କର ନାହିଁ, ସବୁ କଥା କର ନାହିଁ, ସେ କଥା କରନ୍ତୁ ନାହିଁ। ତାଙ୍କ ମନରେ ଆସେ ଆଜ୍ଞା ମୁଁ ଠିକ ଠାକ କିଛି କରିବିନି, କିଛି ଅମ କରିବିନି, ସେ କରିବିନି, ବହୁତ କିଛି କହନ୍ତି, କଣ ଯୋଉ ଥାଉ ସେ କଥା ହେଲା। ଏମିତି ଭାବରେ ତାଙ୍କ କଣ ହେଲା, ଠାକୁରଙ୍କ ଯୋଉ ଘଣ୍ଟା ଥାଏ, ତାଙ୍କର ସେଥିରେ ଭାରି ମନ ଯେ ମୁଁ ଘଣ୍ଟାଟା କେମିତି ନେବି। ଦିନେ କଣ ହେଇଛି, ଠାକୁର କଣ କରୁଛନ୍ତି, ତାଙ୍କର ଗୋଟେ କିଛି କାମ କରୁଛନ୍ତି, ଇଏ ଚୁପଚାପ ଯାଇକିରି କଣ କଲା, ସେ ଘଣ୍ଟାଟି ଧରିଲା, ଧରିକି ଚୁପଚାପ ପକେଟରେ ପୁରେଇ ଦେଇଛି। ଠାକୁର ଜାଣିଛନ୍ତି, ଠିକ ଠିକ ଜାଣିଗଲେ ଘଣ୍ଟାଟିଏ ନେଇ, କିଛି କହିଲେନି, କିଛି କୁଆଡେ କଲେନି, ତାକୁ ଇଏ କଲେନି। ତାପରେ କଣ ହେଲା, କିଛି ସମୟ ପରେ ତାକୁ ଡକେଇ ପଠେଇଲେ, କହିଲେ ଆରେ ସମୟ କେତେ ହେଲା, ସେଠୁ ଇଏ ଆଉ କିଛି ମାନେ ଇଏ ନାହିଁ ନା, ଆଚ୍ଛା ଠିକ ଅଛି, ତୁ ଗୋଟେ କାମ କର, ସେ ଘଣ୍ଟା ଟା ତୁ ନିଜେ ରଖ, ଆଉ ସେଇ ଘଣ୍ଟା କଣ୍ଟା ଅନୁସାରେ ତୁ ଟିକେ ଚାଲିବାକୁ ଚେଷ୍ଟା କର, ନହେଲେ ତ ଜୀବନ ଟା କଣ ହବ ଜାଣିଛୁ ତ, ବର୍ବାଦ ହିଁ ହେଇଯିବ। ସେଇଠି କାନ୍ଦିକିରି କହୁଛନ୍ତି ଠାକୁର ଆଉ ଏମିତି କରିବି ନାହିଁ। ସେଇ ଦିନଠାରୁ ତାଙ୍କର ଚୋରି ସ୍ୱଭାବ ଚାଲିଗଲା, ସେ ଯାହା ରହିଲେ। ଏଠି ସମୟ କମ, ତଥାପି ଆଉ ଗୋଟିଏ କଥା ମୁଁ କହିବାକୁ ଚାହୁଁଛି। ଠାକୁର ଥରେ ପାଖ ଗୋଟେ କଣ ହେଲା, ଗୋଟେ ପିଲା ଆସି କହିଲା ଯେ ଆଜ୍ଞା ମୋର ବହୁତ ମାନେ ଦାରିଦ୍ରତା ଅଛି, ମୁଁ କଣ କରିବି ଟିକେ ମତେ କୁହନ୍ତୁ। ଠାକୁର ଏମିତି କିଛି ଦିନ ପରେ ଠାକୁର କହୁଛନ୍ତି ଗୋଟେ କାମ କର, ତୁ ଏଇ ଦେଓଘର ଗୋଟେ ଆମର ଯୋଉ ଅଛି ଆଶ୍ରମ ବାହାରେ ଗୋଟେ କାମ କର, କଣ କରିବୁ ନା ଦହି ବିକିବୁ, ଖାଲି ଦହି ଯୋଉ କଥା କହନ୍ତି
ଦହି ପିଇବୁ। ଆଜ୍ଞା କାର ଅନ୍ ହେଇଯାଇଛି। ହଁ ଭାଇ କୁହନ୍ତୁ, ଏବେ ବନ୍ଦ ହେଇଯାଇଛି। ଆଜ୍ଞା ତାକୁ କହିଲେ ଯୋଉ ଦହି ଚଲା ତୁ ଏଠି ବିକ୍। ସେ କଣ କଲେ, ଦହି ଚଲା ବିକିଲା। ବିକୁ 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 ଭାବିଲା ଯେ ଠାକୁରଙ୍କ କାମ କରିବି, ସବୁ କିଛି କରିବି ଭାବିଲା। କିନ୍ତୁ କଣ ହେଲା, ତା ମଝିରେ କିଛି ସାଙ୍ଗ ଆସି ପହଞ୍ଚିଗଲେ ତାର। ତାକୁ କଣ କଲେ, କୁସଙ୍ଗ ଆଡୁ ଡାକିଲେ। କହିଲେ ଆରେ ଦହି ଚଲା ବିକିଲେ ତୁ କଣ ଇଏ ହବୁ, ପାଇବୁ। ତ ପ୍ରଫିଟ କଣ ହବ, ସାଙ୍ଗରେ କିଛି ପରିବା ଆଣିବି। ଏଠି ଆଶ୍ରମ ଠାରୁ କଣ ହେଇଛି ନା ବଜାର ଦୂର। ଏଠି ପରିବା ଆଣି ବିକିଲେ ତୋର ଯାହା ଭଲ ପ୍ରଫିଟ ହବ। ସେ କଥା ସେ କଣ କଲା, ତାଙ୍କ କଥାରେ ପଡିଗଲା। ପରିବା ଆଣି ବିକିଲା। ଶେଷକୁ ଏମିତି କଥା ହେଇ ହେଇ କଣ କଲା, ଠାକୁରଙ୍କ ପାଖକୁ ଆଉ ଗଲା ନାହିଁ। ଧୀରେ ଧୀରେ ତାର ଯୋଉ ତାର ହେଲା କଣ, ଯେ ପେପର ନେଶା ଆସିଗଲା। ଦହି ଚଲାର କଣ ହେଲା, ତାକୁ ସେଇ କାମଟା ସମ୍ପୂର୍ଣ୍ଣ ବନ୍ଦ କରିଦେଲା। ପରିବା ପାଇଁ କଣ କଲା, ବିଭିନ୍ନ ଆଡକୁ ଗଲା। ଦିନେ କଣ ହେଇଛି, ସେ ଟ୍ରେନରେ କଟିକିରି ତାର ଦିଟା ଗୋଡ କଟିଗଲା ଏବଂ ତାର ଦୟନୀୟ ମୃତ୍ୟୁ ଘଟିଲା। ଠାକୁରଙ୍କ ପାଖରେ ଖବର ଆସି ପହଞ୍ଚିଲା। ବହୁତ ମନ କଷ୍ଟ କଲେ। ଠାକୁରଙ୍କ ପାଖରେ କହିଲେ ଯେ, କହିଲେ କଣ ହେଲା, କହୁଛନ୍ତି ଠାକୁର କହୁଛନ୍ତି ଆରେ ମୁଁ ତାକୁ ଦେଖିଲି, ଜାଣିଲି ଯେ ତାର ଦୁଇଟା ଗୋଡ ନାହିଁ ବୋଲି ଜାଣିଲି। ଦିଟା ଗୋଡ ନାହିଁ ବୋଲି ଜାଣିଲି। ସେଦିନ ସେଇ କଥା ଦେଖନ୍ତୁ କୋଉ ଭଳି କଥା। ମଣିଷ ଯେତେବେଳେ ତାଙ୍କଠୁ ଦୂରେଇ ଯାଏ, ସେତେବେଳେ ସେ କଣ କରେ ନା ସେଇ ଫାନ୍ଦରେ ହିଁ ପଡେ। ତେଣୁ ନିଜର କାମ ଯୋଉ କାମ ଇଷ୍ଟ କାମ କରିବାକୁ ଗଲେ, ନିଜ ଜୀବନଟାକୁ ସେଇଭଳି ଭାବରେ ଭଲ କରିବାକୁ ହେଲେ ଆମକୁ କଣ କରିବାକୁ ପଡିବ, ନିଜର ଆଚାର ବ୍ୟବହାର ଏବଂ ସବୁ କିଛି ସମ୍ବନ୍ଧ ଆମକୁ ସେଇଭଳି ଭାବରେ ତାଙ୍କ ଆଡକୁ ମୋଡି ନେବାକୁ ପଡିବ। ତାଙ୍କର ରଙ୍ଗରେ ରଙ୍ଗୀନ ହେଲେ ହିଁ ଆମର ସବୁ କିଛି ଜୀବନ ଅତି ଆନନ୍ଦରେ କଟି ଉଠିବ। ସମସ୍ତଙ୍କର ସାର୍ବିକ କଲ୍ୟାଣ ହଉ। ବନ୍ଦେ ପୁରୁଷୋତ୍ତମ। ଜୟଗୁରୁ ଦେବଦତ୍ତ ଭାଇ ଖୁବ ସୁନ୍ଦର ଭାବରେ ଏ ବାଣୀଟିକୁ ବ୍ୟାଖ୍ୟା କରିଥିଲେ। ଆକ୍ଚୁଆଲି କହିବାକୁ ଗଲେ, ଯଦି ଜଣେ ନାମ ଧ୍ୟାନ ନ କରେ, ତାର ଇଷ୍ଟଙ୍କ ପଥରେ କୋଉ ଜାଗାରେ ସେ ତାର ପ୍ରବୃତ୍ତି ବାଧକ, କୋଉ ଜାଗାରେ ପରିବେଶରେ କିଏ କିଏ ବାଧକ, ପରିସ୍ଥିତି କୋଉଠି ବାଧକ ହଉଛି, ତାକୁ କିପରି ଜୟ କରାଯାଇପାରେ, ମୋର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ କିପରି ଭାବରେ ମୋର ନିଜ ଭିତରେ ନିୟନ୍ତ୍ରଣ ଆଣିଲେ, ଆଉ ବାହାରେ କୋଉ ଟାଇପର ନିଜକୁ ପରିବେଶିତ କଲେ ମୁଁ ଠାକୁରଙ୍କର କାମଟି କରିପାରିବି, ତାହା ବିଚାରକୁ ଆସେ। ଆପଣମାନେ ଏ ଗ୍ରୁପ ଲକ୍ଷ୍ୟ କରୁଥିବେ, ବହୁତ ଦିନ ହେଲା ଚାଲୁଛି। ଯେଉଁମାନେ ନୂଆ ଅଛନ୍ତି ତ ଅଲଗା କଥା, ଯେଉଁମାନେ ପୁରୁଣା କଥା କହୁଛି। ଯେତେବେଳେ କିଛି ଜଣଙ୍କୁ ମୁଁ କହେ ଯେ ଏଠି ତ ତମେ ନାମ ଧ୍ୟାନ କଲ, ବଙ୍ଗଳା ଶିଖିଲ, ନିଜର ବହୁତ କିଛି ଉନ୍ନତି ହେଇଛି ବୋଲିକିରି ନାମ ଧ୍ୟାନ ଅନୁଭୂତିରେ କହିଲ, ତାହେଲେ କଣ ଅନ୍ୟମାନଙ୍କୁ କରିହବନି? କେହି ନା କହିବେନି, କିନ୍ତୁ କଲା ବେଳକୁ ଦେଖିବେ 30 ଦିନ ଭିତରୁ ନିଜର ଡାଟା ଆସୁଥିବ ହୁଏତ 25 ଦିନ 28 ଦିନ, କିନ୍ତୁ ଯୋଉମାନଙ୍କୁ ସେମାନେ ପୋଷଣ ଦଉଥିବେ 2 ଦିନ ଦଉଥିବେ, 3 ଦିନ ଦଉଥିବେ, ତାଙ୍କର ମେଜରିଟି ଯଦି ନେବେ ତା ଭିତରୁ ଗୋଟେ କେହି ପୁରା ଭଲ ଭାବରେ ଦଉନଥିବ। ପ୍ରଥମ କଥା କହୁଛି, ଆମର କେବେ ବି ଆଗ୍ରହ ନାହିଁ ଇଷ୍ଟଙ୍କ ମାନେ କଥା ଅନୁଯାୟୀ, ତାଙ୍କର ଭାବିବା ଅନୁଯାୟୀ ଆମେ କାମ କରିବୁ।
ଆମେ ଆମ ମାଫିକ କରିବାକୁ ଚାହୁଁ। ତଥାପି କେତେ କହିବା, କେତେ ବୁଝେଇବା, କେତେ ରୁକ୍ଷ ହବା ପରେ ବି ଧୀରେ 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 କିଛିଟା ହେଇ ଆଜି ଏଇ ପରିସ୍ଥିତିରେ ଗ୍ରୁପ ପହଞ୍ଚିଛି। ଯେକୌଣସି ସେସନରେ ବି ଏଟଲିଷ୍ଟ 120ରୁ ଏବ ସତ୍ସଙ୍ଗୀ ଯୋଗ ଦଉଛନ୍ତି। ଦିନ ଥିଲା 60ଟି ସତ୍ସଙ୍ଗୀ ଯୋଗ ଦେବା କଷ୍ଟ ହେଇଯାଉଥିଲା। କିଛି ବେଶୀ ଦିନ ନୁହେଁ, 2025 ଅଗଷ୍ଟ ସେପ୍ଟେମ୍ବର କଥା, ହୁଏତ 7-8 ମାସର ପୁରୁଣା କଥା। ସବୁ ଗୁରୁ ଭାଇକୁ ଅନେଇଲେ ଦେଖିଲେ ଜଣାପଡେ ଚେଷ୍ଟା କରିବା ପାଇଁ ସମୟ ନାହିଁ, ଭାରି ବ୍ୟସ୍ତ, କିନ୍ତୁ ପାଇବାକୁ ଭାରି ଲୋଭୀ। ଆମକୁ ଏମିତି ମିଳୁ, ସେମିତି ମିଳୁ, ଏମିତି ହଉନି, ସେମିତି ହଉନି। ଠାକୁରଙ୍କ ପାଖରେ ସବୁଦିନ ନାମ ଧ୍ୟାନ କରିକି କଷ୍ଟ କଣ କଲେ ଯେ ସମସ୍ତେ ଖୁସି ହେବେ, ଆହୁରି ବହୁତ ଲୋକଙ୍କୁ ଠାକୁରଙ୍କ ଭାବଧାରାଟା ବୁଝେଇ ହବ, ସବୁଦିନ କିଛି ନା କିଛି ପ୍ରୟାସ କରେ। ଏଇଠି ଗୋଟିଏ କଥା ମୁଁ କହି ରଖୁଛି, ଏଇ ଯୋଉ ଅନୁରାଗ ଦୀପ୍ତ ସାଧନା ଗୋଟେ ଗ୍ରୁପ ବନା ହେଇଛି, କମନ ଗ୍ରୁପ। ଜଣେ ମାଆକୁ ଫୋନ କଲି, ପଚାରିଲି ଯେ ଆପଣ ମାନଙ୍କର ଯୋଉ ପୋଷଣ ଦଉଥିବା ସଦସ୍ୟ ଅଛନ୍ତି ତାଙ୍କୁ ସେଠି ଯୋଡ଼ିବେ? ସେ କହିଲେ ଯୋଡ଼ିଲେ କଣ ହବ? ମୁଁ କହିଲି ଯୋଉ ସମୟରେ ଆମେ ମାନେ ବ୍ୟସ୍ତ ରହୁଛୁ, ଆମେ ମାନେ ଯାହାକୁ ପୋଷଣ ଦଉଛୁ ସେମାନଙ୍କୁ ଠିକ ସମୟରେ ଯଦି ଲିଙ୍କ ନ ପହଞ୍ଚେ ତାହେଲେ ସେମାନେ କେମିତି ଯୋଗ ଦେବେ? ତ ଏଇଟା ଗୋଟେ କଥାର କିଛି କାଟି ପାରିଲେ ନାହିଁ। ହଉ ତାହେଲେ ଆପଣ କହୁଛନ୍ତି ତ ଯୋଡ଼ିବା। ମୁଁ କିଛି ଦିନ ପୂର୍ବରୁ ଜଣେ ମାଆଙ୍କଠୁ ଖବର ପାଇଲି, ସେ ମନା କରିଥିଲେ ଗ୍ରୁପରେ ଯୋଡ଼ିବା ପାଇଁ, କିଛି ଲାଭ ହବନି ବୋଲି। କିନ୍ତୁ ନାମଧ୍ୟାନରେ ବସିଲା କ୍ଷଣି ମତେ ଲାଗେ କାହିଁକି 250 ଜଣଙ୍କୁ ପୋଷଣ ଦେବା ସତ୍ତ୍ୱେ ଆମର 107 ଜଣ ହିଁ ଯୋଗ ଦଉଛନ୍ତି ପ୍ରାୟ ସେସନରେ। ମତେ ବାରମ୍ବାର ଲାଗୁଥିଲା କୋଉଠି ନା କୋଉଠି କିଛି ଜଣ ହୁଏତ ଦବାରେ ଡେରି କରୁଛନ୍ତି ଗୁଗଲ ଲିଙ୍କ, ମାନେ ଯୋଉ ଆମର ସେସନ ଲିଙ୍କ। ମୁଁ ସମସ୍ତଙ୍କୁ ବାରମ୍ବାର କହିଲା ପରେ ଆସ୍ତେ ଆସ୍ତେ ସମସ୍ତେ ଏଠି ଯୋଗ ଦେଲେ। ଯୋଉ ଦିନ ଏ କାମ ହେଇଛି ସେଇ ଦିନ 130 128 ଜଣ ସତ୍ସଙ୍ଗୀ ଯୋଗ ଦେଇଛନ୍ତି। ଆମେ ସମସ୍ତଙ୍କ ପାଇଁ ଉପକାର କରିବା ପାଇଁ ଆଗଉଛେ, ସମସ୍ତଙ୍କ ମଙ୍ଗଳ କରିବା ପାଇଁ ଚେଷ୍ଟା କରୁଛେ ମଧ୍ୟ, କିନ୍ତୁ ଧରା ପଡୁନି କାହିଁକି? କୋଉ ଜାଗାରେ ଭୁଲ ରହୁଛି? ତା କାରଣ ନାମଧ୍ୟାନରେ ସେ ଚିନ୍ତା ନେଇକରି କୋଉଠି ଆମର ଭୁଲ ରହୁଛି, କୋଉଠି ଅସୁବିଧା ରହୁଛି, କୋଉଟା ଆମର ବାଧକ, ଆମେ ଠାକୁରଙ୍କ ପ୍ରତିଷ୍ଠା ଦିଗରେ କୋଉ କୋଉ ଜିନିଷ ଗୁଡିକ ମାନେ ଆମକୁ ନିଜ ଭିତରେ ନିୟନ୍ତ୍ରଣରେ ଆଣିବାକୁ ପଡିବ, ଆଉ ପରିସ୍ଥିତିରେ ବି ଆମକୁ କେମିତି ଯୁଝିକି ତାକୁ ଜିତିବାକୁ ପଡିବ, ସେଟା କିଛି ଧରା ପଡିବନି। ମତେ ବହୁତ ଦିନ ହେଲା ଏଇ କଷ୍ଟଟା ହଉଥିଲା, କିନ୍ତୁ ପ୍ରୟାସ କରିବା କେମିତି କରିବା କଣ କଲେ ହବ। ଆଜି ହୁଏତ ଆପଣ ମାନେ ସାମ୍ନାରେ ଦେଖୁଛନ୍ତି ଯୋଉ ଏକ୍ସାମ୍ପଲଟା, ଆହୁରି ବି ଆଗକୁ ଆପଣଙ୍କର ପ୍ରୟାସ ଯାହା ଚାଲିଛି ନାମଧ୍ୟାନରେ, ଯାହା ଠାକୁର ଜଣାଉଛନ୍ତି, ଆଗକୁ ଆପଣ ଏଇ ଗ୍ରୁପରେ ଲାଇଭ ଦେଖିବେ। କହିବା କଥା ହେଲା ଏଇଠି ଏଇ ଏକ୍ସାମ୍ପଲ ଏଥିପାଇଁ ଆପଣଙ୍କୁ ଦେଲି ଏଇ ବାଣୀ ସହିତ ମିଶେଇକି କହିବା ପାଇଁ, ମୋର ବି ବାଧା ଅଛି। ମଣିଷ ଯଦି ଅଧିକା ଏଠି ନ ରହନ୍ତି ତାହେଲେ ଆପଣ ବି ରହିବେନି, 1 ନମ୍ବର। କ୍ୱାଲିଟି ଯଦି ଠିକ ନ ରହେ ତାହେଲେ ଆପଣ ପୋଷଣ ପାଇବେନି, 2 ନମ୍ବର। 3 ନମ୍ବର ହେଲା ଯେ ଆପଣଙ୍କୁ ଯଦି ଏନଭାୟରମେଣ୍ଟ ଠିକ ନ ଦିଆଯାଏ ତାହେଲେ ଆପଣ ବଢି ପାରିବେନି। କିନ୍ତୁ ଯେତେବେଳେ ସେଇ ଜିନିଷ ଆପଣମାନଙ୍କ ଭିତରୁ କାହା ଯୋଉ କିଏ କେପାବୁଲ ବି ଅଛି ତାକୁ କୁହାଯାଏ, କେହି କରିବାକୁ ନାରାଜ। କଣ ଠାକୁରଙ୍କ କାମ ଏମିତି ହେଇଯାଏ? ପାଇବା ଖାଲି ଖୋଜିଲେ ହେଇଯାଏ? ବାଧା ନଥାଏ? ସବୁଥିରେ ବାଧା ଥାଏ। ବାଧାକୁ ଜୟ କରିବାକୁ ହୁଏ, ତେବେ ହିଁ ଆଗେଇ ହୁଏ। ଆଉ ଜୟ କରିବା ପାଇଁ ନାମଧ୍ୟାନ କରିବାକୁ ହୁଏ। ନାମଧ୍ୟାନ ମାଧ୍ୟମରେ ସୂକ୍ଷ୍ମ ଚିନ୍ତାରେ ସେଗୁଡିକ ଧରା ପଡେ। ଠିକ ଅଛି, ବହୁତ କଥା ଅଛି, ଏଗୁଡିକ ଲମ୍ବେଇ ହବନି। ଯାହା ମତେ ସଫା ଦେଖାଯାଏ, କେତେ ଜଣଙ୍କୁ ମଇଳା ଦେଖାଯାଏ, କିନ୍ତୁ ସେମାନେ ସଫା କରିବା ପାଇଁ ଚାହିଁଲେ ହେଇପାରିବ, ଯୋଉଟା ଠାକୁର କହୁଛନ୍ତି। ମୋର ପ୍ରୟାସ ହେଲା ଏଇଆ ଯେ ଗୋଟେ ବିଶ୍ୱାସ ଆପଣଙ୍କ ଭିତରେ ଦେବା ପାଇଁ ଲମ୍ବା ସମୟ ଧରି ନାମଧ୍ୟାନ କରେଇ, ଯେ ଯୋଉଟା ଆପଣ କରିନାହାନ୍ତି କେତେ ଦିନ ଆପଣ ଭୋଗିଛନ୍ତି, ଆଉ କଲା ପରେ କେତେ ସୁନ୍ଦର ଭାବରେ ସେ ଜିନିଷ ଗୁଡିକ କଟି ଯାଉଛି।
ଟିକେ ବୋଧ କରନ୍ତୁ ଏବଂ ଇଣ୍ଟରମିଟେଣ୍ଟଲି କରିବା ଛାଡ଼ନ୍ତୁ, ରେଗୁଲାରଲି କରନ୍ତୁ ଏବଂ ତାକୁ ବଢ଼େଇ ଚାଲନ୍ତୁ। ପରିଶେଷରେ ଦେବଦତ୍ତ ଭାଇ ଏଇ ବାଣୀଟିର ଗୁଡ଼ାଏ ଏକ୍ଜାମ୍ପଲ ଠାକୁର, ଶ୍ରୀ ଶ୍ରୀ ବଡ଼ଦା ଏବଂ ପୂଜ୍ୟବା ଦାଦାଙ୍କର ବହୁତ ଷ୍ଟୋରି ଗୁଡ଼ିକ କହି ଆମକୁ ଏଇଆ ବୁଝେଇବାକୁ ଚେଷ୍ଟା କରୁଥିଲେ, ଆମେ ଶୁଣିକି ଚୁପଚାପ ବସିବାନି, କରିବାରେ ଅଛି। ଟିକେ ଚେଷ୍ଟା କରିକି ଦେଖନ୍ତୁ, କଲା ପରେ କେତେ ମିଠା ଲାଗେ, କେତେ ମିଠା ଲାଗେ। ସେ ମିଠା ଥରେ ଯିଏ ପାଇଯାଇଛି ଖୋଜିବ ସବୁବେଳେ, ଆଉ ପରିସ୍ଥିତିକୁ ଜୟ କରିକି ହିଁ ତାକୁ ପାଇବାକୁ ଚେଷ୍ଟା କରିବ, ପରିସ୍ଥିତିରେ ହାରିବନି।